ଆଜି ଆମେ ପାଠ କରିବା ଶ୍ରୀମଦ୍ ଭଗବତ ଗୀତାର। ଆଜି ଆମେ ପାଠ କରିବା ନବମ ଅଧ୍ୟାୟ ରାଜବିଦ୍ୟା ରାଜଗୁହ୍ୟ ଯୋଗ। ଶ୍ରୀ ଭଗବାନ ଉବାଚ ଯେଣୁ ତୁ ଅସୋୟା ରହିତ ତୋତେ କହୁଛି ଏହି ତଥ୍ୟ ଜାଣିଏ ଗୋପନୀୟ ତତ୍ତ୍ୱ ଜ୍ଞାନ ଅଭିଜ୍ଞାନ ସହିତ। ଏ ଅଟେ ଅତ୍ୟନ୍ତ ଗୁପ୍ତ ଶୁଣିଲେ ହେବୁ ମୋକ୍ଷ ପ୍ରାପ୍ତ। ଏ ଅଟେ ଶ୍ରେଷ୍ଠ ଗୁପ୍ତ ଜ୍ଞାନ ଅତି ପବିତ୍ର ଉତ୍ତମ ଅବିନାଶୀ। ଏ ଧର୍ମ ଜ୍ଞାନ ପ୍ରତ୍ୟକ୍ଷ ସାଧନେ ସୁଗନ। ଶୁଣ କହୁଛି ପରମ ତପ ଏ ଧର୍ମେ ଯେ ଶ୍ରଦ୍ଧା ରହିତ। ସଂସାର ଚକ୍ରେ ସେ ସୀମିତ ନ ହୁଏ ତାର ମୋହି ପ୍ରାପ୍ତ। ଅବ୍ୟକ୍ତ ସ୍ୱରୂପ ମୋହର ବ୍ୟାପ୍ତ ଏ ସମଗ୍ର ସଂସାର। ସର୍ବ ପ୍ରାଣୀ ମୋ ଦେହେ ସ୍ଥିତ କିନ୍ତୁ ମୁଁ ନୁହେଁ କାହିଁ ସ୍ଥିତ। ତଥାପି ସେ ପ୍ରାଣୀ ସମସ୍ତ ମୋଠାରେ ନୁହନ୍ତି ହେ ସ୍ଥିତ। କିନ୍ତୁ ମୁଁ ଯୋଗେଶ୍ୱର ଶକ୍ତି ସାହାଯ୍ୟ ହେଲେ ପ୍ରାଣୀ ସୃଷ୍ଟି। ଯଦି ବା ହୁଏ ମୁଁ ପୋଷକ ନଥାଏ ସେ ସବୁରେ ସ୍ଥିତ। ସର୍ବତ୍ର ବିତରଣଶୀଳ ବାୟୁ ଯେପରି ନିରନ୍ତର। ବ୍ୟାପୀଣ ଥାଏ ଆକାଶରେ ସର୍ବେତେ ଶନ ମୋ ଦେହରେ। କଳ୍ପାନ୍ତେ ସର୍ବ ପ୍ରାଣୀ ପ୍ରାତ ମୋ ଦେହେ ହୁଅନ୍ତି ବିଲୁପ୍ତ। ପୁଣି କଳ୍ପର ଆରମ୍ଭରେ ପ୍ରାଣୀକୁ ସର୍ଜନା ମୁଁ କରେ। ସ୍ୱଭାବ ବଶେ ପର ତତ୍ତ୍ୱ ନିରେଖି ପ୍ରାଣୀଙ୍କ ସମସ୍ତ। ନିଜ ପ୍ରକୃତି ଅନୁସାର ସୃଷ୍ଟି ମୁଁ କରେ ବାରମ୍ବାର। ସେ ସବୁ କର୍ମେ ଅନାସକ୍ତ ଥାଏ ମୁଁ ଉଦାସୀନ ନିତ୍ୟ। ତେଣୁ ଅର୍ଜନ ସେହି କର୍ମ ମୋତେ ନ କରଇ ବନ୍ଧନ। ଅଧ୍ୟକ୍ଷ ରୂପୀ ମୋର ଶକ୍ତି ସହାୟତାରେ ଏ ପ୍ରକୃତି। ସଚରାଚର ଏ ଜଗତ ସର୍ଜନା କରଇ ସମସ୍ତ। ସେ ହେତୁ ହେ କୁନ୍ତୀ ନନ୍ଦନ ଜଗତେ ଏ ପରିବର୍ତ୍ତନ। ମୋତେ ପ୍ରାଣୀଙ୍କର ଈଶ୍ୱର ରୂପେ ନ ଦେଖି ମୂର୍ଖ ନର। ମାନୁଷୀ ରୂପକୁ ମୋ ଦେଖି ଜଗତେ ଅବଜ୍ଞା କରନ୍ତି। ରାକ୍ଷସୀ ମୋହିନୀ ଆସୁରୀ ପ୍ରକୃତି ରୂପ ଆଶ୍ରା କରି। ବଞ୍ଚେ ଯେ ଅବିବେକୀ ଜନ ବ୍ୟର୍ଥତା ଆଶା କର୍ମ ଜ୍ଞାନ। କିନ୍ତୁ ହେ କୁନ୍ତୀ ପୁତ୍ର ଶୁଣ ଦୈବୀ ପ୍ରକୃତିର ଅଧୀନ। ହୋଇ ଅନ୍ୟନ୍ୟ ମନା ଜ୍ଞାନୀ ମୋତେ ଭଜନ୍ତି ଏହା ଜାଣି। ମୁଁ ଯେ ସକଳ ପ୍ରାଣୀଙ୍କର ଆଦି ଓ ଅବିନାଶୀ ଚିର। ସେ ଦୃଢ଼ ବ୍ରତା ଭକ୍ତ ନିତ୍ୟ ମୋର କୀର୍ତ୍ତନେ ଥାଇ ରତ। ଯତ୍ନେ ସାଧନା ନମସ୍କାର କରି ଭଜନ୍ତି ନିରନ୍ତର। ସାଧକ ଜ୍ଞାନ ଯୋଗେ କେତେ ଏକ ଅଭିନ୍ନ ପୂଜେ ମୋତେ। ଅନ୍ୟ କେତେକ ଭିନ୍ନ ମନା କରନ୍ତି ଭିନ୍ନ ଉପାସନା। ମୋହର ବିରାଟ ରୂପରେ ପୂଜନ୍ତି ପୃଥକ ଭାବରେ। ଅଟଇ କ୍ରତୁ ଯଜ୍ଞ ମୁହିଁ ସଦା ଔଷଧି ଅଟେ ମୁହିଁ। ମନ୍ତ୍ର ମୁଁ ଘୃତ ଅଗ୍ନି ମୁହିଁ ହବନ କ୍ରିୟା ମୁଁ ଅଟଇ। ମୁଁ ଏହି ଜଗତର ଦାତା ପିତାମହ ଓ ମାତା ପିତା। ଜ୍ଞେୟ ମୁଁ ପବିତ୍ର ଓଁକାର ଋକ୍ ସାମ ଯଜୁର୍ବେଦ ସାର। ମୁଁ ଗତି ନିବାସ ଶରଣ ଉତ୍ପତ୍ତି ପ୍ରଳୟ ନିଧାନ। ପ୍ରଭୁ ମୁଁ ସ୍ଥାନ ଭର୍ତ୍ତା ସାକ୍ଷୀ ସୁହୃଦ୍ ବୀଜ ଅବିନାଶୀ। ଉତ୍ତାପ ରୂପେ ତପ୍ତ କରେ ଜଳ ଶଶୀ ମୁଁ ବୃଷ୍ଟି କରେ। ହେ ପ୍ରାଥ ଅସତ୍ ମୁଁ ସତ ମୁଁ ପୁଣି ମୃତ୍ୟୁ ଓ ଅମୃତ। ତ୍ରିଦେବେ ଯେପରି ବର୍ଣ୍ଣିତ ସକାମ ଅନୁଷ୍ଠାନେ ରତ। ସେ ରସକୁ ପାନ କରି ନିଷ୍ପାପ ପୁରୁଷ ଏପରି। ସ୍ୱର୍ଗ ପ୍ରାପ୍ତ ଯେ ଇଚ୍ଛା କରେ ଯଜ୍ଞରେ ମୋତେ ପୂଜା କରେ। ସେ ପୁଣ୍ୟ ଫଳେ ଇନ୍ଦ୍ରଲୋକ ପାଇ ଭୋଗଇ ସ୍ୱର୍ଗ ସୁଖ। ବିଶାଳ ସ୍ୱର୍ଗଲୋକ ସୁଖ ଭୋଗ କରଇ ସେ ମନୁଷ୍ୟ। ହୋଇଲେ ତାର ପୁଣ୍ୟ ହାନି ମୋତେ ଜନମେ ସେହି ପୁଣି। ଏପରି ତିନି ବେଦେ ଖ୍ୟାତ ସକାମ ଧର୍ମରେ ଆଶ୍ରିତ।
ଭୋଗ କାମନା ବସେ ନର ସଂସାରେ ଆସେ ବାରମ୍ବାର। ଯେଉଁ ଅନ୍ୟାନ୍ୟ ଭକ୍ତ ମୋର ଚିନ୍ତନ କରି ନିରନ୍ତର ଉପାସନା କରନ୍ତି ମୋତେ ସେ ଭକ୍ତ ଜନଙ୍କର ହିତେ ଅପ୍ରାପ୍ତ ବସ୍ତୁ ପ୍ରାପ୍ତ କରେ ତା ପ୍ରାପ୍ତ ବସ୍ତୁ ରକ୍ଷା କରେ। ଯେ ଭକ୍ତ ହୋଇ ଶ୍ରଦ୍ଧା ଯୁକ୍ତ ଅନ୍ୟ ଦେବତା ପୂଜେ ପ୍ରାତ ଯଦିଚ ମୋତେ ପୂଜା କରେ ପୂଜେ ସେ ଅବିଧି ମାର୍ଗରେ। କାରଣ ଯଜ୍ଞ ସକଳର ଅଟେ ମୁଁ ଭକ୍ତା ପ୍ରଭୁ ତାର। ତତ ଏହା ଯେ ନ ଜାଣଇ ପତନ ତାହାର ହୋଇ। ଦେବ ପୂଜନେ ଦେବ ପ୍ରାପ୍ତି ପିତୃ ପୂଜନେ ପିତୃ ପ୍ରାପ୍ତି। ଭୂତ ପୂଜନେ ଭୂତ ପ୍ରାପ୍ତି ମୋର ପୂଜନେ ମୁହିଁ ପ୍ରାପ୍ତି। ପତ୍ର ପୁଷ୍ପ ଅଫଳ ତୋୟ ଯେ ମୋତେ ଦିଏ ଶ୍ରଦ୍ଧା ସହ ସେ ବସ୍ତୁ ଅତ୍ୟନ୍ତ ଶ୍ରଦ୍ଧାରେ ଗ୍ରହଣ କରେ ମୁଁ ପ୍ରେମରେ। ଯେତେ ତ ଖାଦ୍ୟ ଯଜ୍ଞ ଦାନ ଏବଂ ତପସ୍ୟା ସହ କର୍ମ ସମସ୍ତ କ୍ରିୟାକୁ ଅର୍ଜୁନ କର ହେ ମୋତେ ସମର୍ପଣ। ଏପରି କର୍ମ ବନ୍ଧନରୁ ଶୁଭ ଓ ଅଶୁଭ ଫଳରୁ ସନ୍ନ୍ୟାସ ଯୋଗେ ହୋଇ ମୁକ୍ତ ମୋତେ ପାଇବୁ ତୁହି ପ୍ରାଥ। ପ୍ରିୟ ଅପ୍ରିୟ ମୋର ନାହିଁ ସବୁ ଦେହେ ମୁଁ ସମଥାଇ। କିନ୍ତୁ ଯେ ଭଜଇ ଭକ୍ତିରେ ଥାଏ ମୋଠାରେ ମୁଁ ତାଠାରେ। ଯଦି ବା ଦୁରାଚାରୀ ବ୍ୟକ୍ତି ଭଜଇ ମୋତେ ଦୃଢ଼େ ଅତି ଦୃଢ଼ ନିଶ୍ଚିତ ଯେଣୁ ଥାଏ ସାଧୁ ସେ ଅବଶ୍ୟ ବଲାଏ। ଶୀଘ୍ର ଧର୍ମାତ୍ମା ହୋଇ ସିଏ ପରମ ଶାନ୍ତି ପ୍ରାପ୍ତ ହୁଏ। ଅର୍ଜୁନ ଶୁଣ ଏହି ସତ୍ୟ ଭକ୍ତ ମୋ ହୁଏ ନା ବିନାଶ। ନାରୀ ବେଶ୍ୟ ଶୂଦ୍ର ସମେତ ଯେଓ ବା ପାପ ଜନି ଜାତ ମୋର ଶରଣାପନ୍ନ ହେଲେ ପରମ ଗତି ତାକୁ ମିଳେ। ଏଣୁ ପୁଣ୍ୟଶୀଳ ବ୍ରାହ୍ମଣ ଏବଂ ରାଜସୀ ଭକ୍ତଗଣ ପରମ ଗତି ପ୍ରାପ୍ତ ହେବା ପ୍ରସଙ୍ଗ କି କହିବି ଅବା। ଅନିତ୍ୟ ଶରୀର ତୋହର ତେଣୁ ତୁ ମୋର ପୂଜା କର। ମୋଠାରେ ସଦା ରଖି ମନ ଭକ୍ତିରେ କର ମୋ ଭଜନ। ହୋଇ ପଣତ ନିତ୍ୟ ମୋରେ ଆତ୍ମା ସମର୍ପି ମୋଠାରେ। ଏପରି ମୋର ପରାୟଣ ହୋଇ ପାଇବ ମୋତେ ଜାଣ। ଇତି ନବମ ଅଧ୍ୟାୟ ରାଜବିଦ୍ୟା ରାଜଗୁହ୍ୟ ଯୋଗ। ଓଂ ନମୋ ଭଗବତେ ବାସୁଦେବାୟ।